ଆମ ଦେଶର ରତ୍ନଗିରି ଅନେକ ଜିନିଷ ପାଇଁ ଜଣାଶୁଣା। ସବୁଠାରୁ ପ୍ରସିଦ୍ଧ ଆମ୍ବ ପାଇଁ, କିନ୍ତୁ ତାଠାରୁ ବି ପ୍ରସିଦ୍ଧ ହେଲା ଏଠାରେ ଥିବା ଜଙ୍ଗଲ। ଏଠାରେ ଜଙ୍ଗଲରେ କୌଣସି ବନ୍ୟଜନ୍ତୁ ପାଇଁ ନୁହଁ, ବରଂ ଏହା ଏଠାରେ ପୁତି ରହିଥିବା ବିଭିନ୍ନ କାହାଣୀ ପାଇଁ ପ୍ରସିଦ୍ଧ। ରତ୍ନଗିରିରେ ରହୁଥିବା ସମସ୍ତ ବ୍ୟକ୍ତି ମୋ ସହିତ ସହମତ କରିବେ ଯେ ଏଠାରେ ଏମିତି କିଛି କାହାଣୀ ଅଛି ଯେଉଁଟାକି ଲୋକମାନେ ଶୁଣିବା ବିଲକୁଲ ବି ଉଚିତ ନୁହଁ। ଏମିତି ସବୁ ସ୍ଥାନରେ ଗୋଟେ ଗୋଟେ କାହାଣୀ ଥାଏ। ଆପଣ ଦିଲ୍ଲୀରେ ରୁହନ୍ତୁ କି ମୁମ୍ବାଇରେ ରୁହନ୍ତୁ, କିନ୍ତୁ ଏଟା ଏମିତି ଗୋଟେ କାହାଣୀ ଯେଟା ଶୁଣିକି ମୁଁ ମଧ୍ୟ ଡରି ଯାଇଥିଲି। ଏ କାହାଣୀ କରନ୍ ନାମକ ଜଣେ ବ୍ୟକ୍ତିଙ୍କର। ସେ ହୁଏତ ତାଙ୍କ ଜୀବନ ଯାକର ବଞ୍ଚିଥିବା ପର୍ଯ୍ୟନ୍ତ ଏ କାହାଣୀଟିକୁ କେବେ ଭୁଲିବେ ନାହିଁ। ଆଜି ଏହି କାହାଣୀ ମୁଁ ଆପଣମାନଙ୍କ ସାମ୍ନାରେ ପ୍ରସ୍ତାପନା କରୁଛି। ଚାଲନ୍ତୁ ଏବେ କାହାଣୀଟିକୁ ଷ୍ଟାର୍ଟ କରିବା। କରନ୍ ଜଣେ ହୋନାର ସିଭିଲ ଇଞ୍ଜିନିୟର ଥିଲେ, ଯିଏକି ଆମେରିକାର ଗୋଟିଏ ବଡ଼ କନଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରୁଥିଲେ। ଆଣ୍ଡ ହି ୱାଜ୍ ରିଏଲି ଭେରି ସ୍କିଲଫୁଲ୍। ତେଣୁ ସେହି କମ୍ପାନୀକୁ ଗୋଟିଏ ବହୁତ ବଡ଼ ପ୍ରୋଜେକ୍ଟ ମିଳିଥାଏ। ଭାରତର ରତ୍ନଗିରି ଅଞ୍ଚଳରେ ଗୋଟିଏ ଫ୍ୟାକ୍ଟ୍ରିକୁ ଡେଭଲପ୍ କରିବାର। ସୋ ଏହା ଗୋଟେ କଣ୍ଟ୍ରାକ୍ଟ ସେମାନଙ୍କୁ ଦିଆଗଲା। ସେମାନେ ଭାବିଲେ ଯେ ଏ ଦେଶରେ ଗୋଟିଏ ହିଁ ଇଞ୍ଜିନିୟର ଅଛି ଯିଏ କାମଟାକୁ ସୁରୁଖୁରୁରେ କରିପାରିବ। ସେ ଇଣ୍ଡିଆନ୍ ଅରିଜିନ୍କୁ ମଧ୍ୟ ବିଲଙ୍ଗ କରେ, ନାଁ ଥିଲା କରନ୍। କରନ୍କୁ କୁହାଗଲା ଯେ ଆପଣଙ୍କୁ ସେଠାକୁ ଯିବାକୁ ପଡ଼ିବ ଆଉ ସେଠାରେ ରହିବାକୁ ପଡ଼ିବ, ଆଉ ସେଠାରେ ଫରେଷ୍ଟରକୁ ଡିମୋଲିସ୍ କରିବାକୁ ପଡ଼ିବ, ଆଉ ସେଠାରେ ଗୋଟେ ଫ୍ୟାକ୍ଟ୍ରି ଲଗାଇବାକୁ ପଡ଼ିବ। କରନ୍ ୱାଜ୍ ରିଏଲି ଭେରି ଏକ୍ସାଇଟେଡ୍ ଆଣ୍ଡ ହି ୱାଜ୍ ଅଲସୋ ଭେରି ମଚ୍ ଏକ୍ସାଇଟେଡ୍ ଯେ ଏହି କାମଟା ତାକୁ କରିବାକୁ ପଡ଼ିବ। ତାଙ୍କର ମା ବାପା ମୁମ୍ବାଇରେ ରହୁଥିଲେ, ତେଣୁ ମୁମ୍ବାଇକୁ ଏମିତି ଯିବାର 5-6 ଘଣ୍ଟା ତାର ଡ୍ରାଇଭିଂ କରିବାର ଥିଲା। ଏମିତି ସେଠାରୁ ଡିଷ୍ଟାନ୍ସ ତାର ଏତିକ ଥିଲା। କରନ୍ ବହୁତ ଅଧିକା ଏକ୍ସାଇଟେଡ୍ ଥିଲେ। ସେ ନିଜ ମା ବାପାକୁ ମଧ୍ୟ କହିଦେଇଥିଲେ ଯେ ମୁଁ ମୋ କାମ ଶେଷ କରିବା ପରେ ତୁମକୁ ଦେଖା କରିବାକୁ ଆସିବି ବୋଲି। କିନ୍ତୁ ଯେଉଁ ଜାଗାକୁ ଯିବା ପାଇଁ ସେ ଏତେ ଏକ୍ସାଇଟେଡ୍ ଥିଲେ, ସେହି ଜାଗାକୁ ଯିବା ପାଇଁ ତାଙ୍କୁ ଏତେ ଏକ୍ସାଇଟେଡ୍ ହେବାଟା ଉଚିତ ନଥିଲା, ବରଂ ତାକୁ ଡରିବାର ଥିଲା। କାରଣ ଏବେ ସେ ମହାରାଷ୍ଟ୍ରର ରତ୍ନଗିରି ଅଞ୍ଚଳରେ ପହଞ୍ଚି ଯାଇଥିଲେ। ଯେମିତି ସେ ରତ୍ନଗିରିରେ ପହଞ୍ଚିଲେ, ସେଠାର ଗ୍ରୀନେରୀ ଦେଖି ସେ ବହୁତ ଖୁସି ହେଲେ। ଆଉ ଦେଶର ଏତେ ସୁନ୍ଦର ସୁନ୍ଦର ଜାଗା ଅଛି ବୋଲି ସେ ମଧ୍ୟ ଖୁସି ହେଲେ। ଏଣ୍ଡ ତାପରେ ତାଙ୍କୁ ମଧ୍ୟ ଟିକେ ଗିଲ୍ଟି ଲାଗିଲା ଯେ ଯେଉଁ କାମ ପାଇଁ ସେ ଏଠାକୁ ଆସିଛନ୍ତି ସେ କାମଟା ଏଇ ଗ୍ରୀନେରୀକୁ ନଷ୍ଟ କରିଦେବ ବୋଲି। ମାନେ ଫ୍ୟାକ୍ଟ୍ରି ବସାଇବା ପାଇଁ ମୋତେ ଏହାର ଗଛ ଡାଳ ସବୁକିଛି ଏ ଫରେଷ୍ଟକୁ କାଟିବାକୁ ପଡ଼ିବ। କିନ୍ତୁ ଏଇ ଜିନିଷଟା ତ ମ୍ୟାନେଜମେଣ୍ଟ ହିଁ ଚାହୁଁଥିଲା। ତ ଫିଲହାଲ ସେ କିଛି କରିପାରିବେ ନାହିଁ, କାରଣ କରନ୍ ସବୁକିଛି ଏଭଳି କରିବାକୁ ସେ ସମୟରେ ଚାହୁଁଥିଲେ କିନ୍ତୁ କରିପାରିବେ ନାହିଁ। ତାପରେ ସେ ସିଧା ହୋଟେଲ ରୁମ୍କୁ ଗଲେ, ତାପରେ ସିଧା ଯାଇକି ଟିମ୍କୁ ମିଟିବା ପାଇଁ ଚାଲିଗଲେ। ସେଠାରେ ଯାଇ ସମସ୍ତଙ୍କ ସହିତ ମିଶିଲେ, ଗ୍ରିଟିଂ କଲେ। ତାପରେ ସେ ସମସ୍ତଙ୍କୁ ଭଲ ଭାବେ ବ୍ରିଫିଂ ମଧ୍ୟ ଦେଲେ ଯେ ଆମକୁ ଏ କାମଟାକୁ କେମିତି କରିବା ପାଇଁ ପଡ଼ିବ, କେତେ ସ୍କୋୟାର ୟାର୍ଡ଼ରେ କାମ ଅଛି, କେତେ ଡିମୋଲିସ୍ କରିବା ପାଇଁ ପଡ଼ିବ, କେତେ କ'ଣ କରିବା ପାଇଁ ପଡ଼ିବ, ସବୁକିଛି ବ୍ରିଫିଂ ହେଲା। ସେମାନେ ଏବେ ଫରେଷ୍ଟ ଭିତରେ ପହଞ୍ଚି ଯାଇଥିଲେ, ଆଉ ସେମାନଙ୍କ ସମସ୍ତ ଜାଗାରେ ସେମାନେ ଏତେ ବ୍ୟାରିଗେଟିଂ ଲଗାଉଥିଲେ, ଯାହା ଲାଇନ୍ ଭଳି ଲାଗୁଥିଲା। ମାନେ ଏହି ଲାଇନ୍ ଉପରେ ଆପଣ ଟ୍ରେସିଂ ପାସ୍ କରିପାରିବେ ନାହିଁ। ତାପରେ କ'ଣ ହେଲା ନା ସେ ସେଠାରେ ଏମିତି ଠିଆ ହେଇ ସବୁକିଛି କାମକୁ ସୁପରଭାଇଜ୍ କରୁଥିଲେ। ସେହି ସମୟରେ ଦେଖିଲେ କି 2 ଜଣ ଲୋକ ଆସୁଛନ୍ତି। ଦେଖିବାକୁ ସେମାନେ କପୁଲ ଭଳି ଲାଗୁଥିଲେ, ସେମାନେ ଟ୍ରେସ୍ପାସିଂ କରୁଥିଲେ। ତେଣୁ ସେ କହିଲେ ନାଇଁ ନାଇଁ ଆପଣମାନେ କୋଉଠି ଯାଉଛନ୍ତି? ତ ସେ ଯେଉଁ କପୁଲ ଥିଲେ ସେମାନେ ହାତରେ ଗୋଟେ ଟିଫିନ୍ ଧରିଥିଲେ, ଯେଠାରେ କିଛି ଚିକେନ୍ ଭଳି ଲାଗୁଥିଲା, ଯଦି ପକା ହେଇକି ଚିକେନ୍ ଅଛି ବୋଲି। ଆରତି ଥାଳି ମଧ୍ୟ ଥିଲା ସେମାନଙ୍କ ପାଖରେ। ସେମାନେ ପୁରା ଟ୍ରାଡିସନାଲ କପଡ଼ାରେ ମଧ୍ୟ ଥିଲେ। ତେବେ କରନ୍ ସେମାନଙ୍କୁ ପୁରାପୁରି ରୋକିଦେଲା, ଆଉ ତାପରେ ଆପଣ କହିଲା ଯେ ଏଠାରେ ତୁମେ ଟ୍ରେସ୍ପାସିଂ କେମିତି କରୁଛ? ଏଠାରେ ଡିମୋଲିସିଂ କାମ ଚାଲିଛି। ତାପରେ ସେ 2 ଜଣ ମଧ୍ୟରୁ ଜଣେ ଲୋକଟି ପଚାରିଲା, ଡିମୋଲିସ୍ର କାମ ଚାଲିଛି? ତୁମକୁ ଜଣା ଅଛି ଏଠାରେ କ'ଣ ଅଛି ବୋଲି? କରନ୍ ଟିକେ ରୁଡ୍ ଭାବରେ ପଚାରିଲା, କ'ଣ ଅଛି ଭିତରେ? ଗଛ ଅଛି, ପ୍ଲାଣ୍ଟ ଅଛି, ବା ସେତିକି ନା? କୌଣସି ଜୀବଜନ୍ତୁ ତ ନାହାନ୍ତି ନା, ପଶୁମଶୁ ନାହାନ୍ତି ନା? ଯଦି ଜଙ୍ଗଲରେ ପଶୁ ମଧ୍ୟ ଥିବେ ତେଣୁ କିଛି ଫରକ ପଡ଼େ ନାହିଁ। ଆମ ପାଖରେ ବହୁତ ବଢ଼ିଆ ଟିମ୍ ଅଛି, ଆମେ ସମସ୍ତେ ସବୁ ଧ୍ୟାନ ରଖିଦେବୁ। ସେହି ସମୟରେ ସେ ଝିଅଟି କଥାକୁ କାଟିକି କହିଲା କି ଜଙ୍ଗଲରେ ପଶୁ ଯଦି ଥାଆନ୍ତେ ନା, ତେବେ ଗୋଟିଏ କଥାର ଚିନ୍ତା କରିବାର ନଥାନ୍ତା। କିନ୍ତୁ ଭିତରେ ଯେଉଁ ଜିନିଷଟା ଅଛି ନା, ଯଦି ଆମେ ତାର ପୂଜା ନ କରିବୁ
ତେବେ ଆମ ପାଇଁ ବିଲକୁଲ ବି ଭଲ ହେବ ନାହିଁ। ଆମ ଗାଁ ଲୋକମାନଙ୍କ ପାଇଁ ବିଲକୁଲ ଭଲ ହେବ ନାହିଁ, ଆଉ ଏ ଜାଗା ପାଇଁ ମଧ୍ୟ ବିଲକୁଲ ଭଲ ହେବ ନାହିଁ। ତାପରେ ସେ ଝିଅଟି ପାଖରେ ତାର ଯେଉଁ ପତ୍ନୀ ଠିଆ ହେଇଥିଲା, ସେ କହିଲେ ତୁ ଏସବୁ କଥାରେ କାହିଁକି ପଡ଼ୁଛୁ? ଚାଲ, ଆମେ ବିଲକୁଲ ଆମ ପାଖରେ ସମୟ ନାହିଁ, ଶୀଘ୍ର ଚାଲ, ଆମକୁ ଯାଇ ପୂଜା କରିବାକୁ ହେବ, ତାପରେ ଆମେ ଗାଁକୁ ମଧ୍ୟ ଫେରିବାକୁ ଅଛି। ତାପରେ ସେମାନେ ସେଠାରୁ ଚାଲିଗଲେ। ସେହି ସମୟରେ କ'ଣ ହେଲା ଜଣା ନାହିଁ, କିନ୍ତୁ କରଣକୁ ଆଇଲା ବହୁତ ଜୋରସେ ଗୁସ୍ସା, ବହୁତ ରାଗ ମାଡ଼ିଲା ତାକୁ। ସେ ଯାଇ ତା ଟିମ୍ ମେମ୍ବରମାନଙ୍କୁ କହିଲା, ତୁମେ ସମସ୍ତେ ଆଜିଠାରୁ ହିଁ ଏ ଡେମୋଲିସ୍ କାମ ଆରମ୍ଭ କର, ଚାଲ ଏଇ ଗଛ ଗୁଡ଼ିକୁ ସବୁ, ଏ ବଡ଼ ଗଛଟିକୁ ପ୍ରଥମେ କାଟ। ତାପରେ ତାଙ୍କର ଟିମ୍ର ଜଣେ ସଦସ୍ୟ କୁଲ୍ହାଡ଼ି ନେଇ ଆସିଲା। ଯେମିତି ସେ ପ୍ରଥମ ଷ୍ଟ୍ରାଇକ୍ ମାରିବାକୁ ଯାଉଥିଲା, ଯେମିତି ସେ ପ୍ରଥମ ଷ୍ଟ୍ରାଇକ୍ ମାରିଲା, ସେ ଆଘାତ ଯେଉଁଟା ଗଛଟାକୁ ଲାଗିଥିଲା ସେଇ ଗଛକୁ ଲାଗିଲା ଏବଂ ସେ ଜଙ୍ଗଲ ଭିତରେ ଗୋଟେ ଚିତ୍କାର ଶୁଣିବାକୁ ଲାଗିଲା। ଯେମିତି କେବେ କୌଣସି ଗଛ ଯେମିତି ତାକୁ ଚୋଟ ଖାଇଛି ବୋଲି, ତା ଗଛ ଚୋଟ ଖାଇନି, ଯେମିତି ଗୋଟେ ମଣିଷକୁ ଯେମିତି ସେ ଚୋଟଟା ଲାଗିଛି ବୋଲି ଭୟଙ୍କର ଭାବରେ ଚିତ୍କାର ଶୁଣାଗଲା। ଏହି ଆବାଜଟା ପୁରା ଏକ ମଣିଷର ଆବାଜ ଭଳି ଲାଗୁଥିଲା। ସେଠାରେ ଥିବା ପ୍ରତ୍ୟେକ ଲୋକ ପୁରାପୁରି ସକ୍ରେ ଲାଗିଥିଲେ। କରଣ ସହିତ ସେମାନଙ୍କର ଟିମ୍ ମେମ୍ବରମାନେ ମଧ୍ୟ ସେଠାରେ ଥିଲେ। କିନ୍ତୁ ତଥାପି କାମ ବନ୍ଦ ହେଲା ନାହିଁ, କାମ ଚାଲି ରହିଲା। ସକାଳ ଦ୍ୱିପହରୁ ସନ୍ଧ୍ୟା, ବାସ୍ କାମ ଚାଲିଥାଏ। ଧଡ଼ାଧଡ଼ି କରି ଗଛଗୁଡ଼ିକୁ ଭାଙ୍ଗି ଚାଲୁଥାଏ। କିନ୍ତୁ ସେଠାରେ ଏବେ ଗୋଟିଏ ଅଲଗା ଜିନିଷ ଦେଖାଯାଉଥିଲା। ଗାଁ ଲୋକମାନେ ଏବେ ଗୋଟେ ଗୋଟେ କରି ଆସୁଥିଲେ, ଆଉ ସମସ୍ତେ ସେଠାରେ ଜମା ହେଉଥିଲେ। କେହି ମନ୍ତ୍ର ଜାପ କରୁଥିଲେ ତ କେଉଁମାନେ କାନ୍ଦୁଥିଲେ, କେହି ପୁରାପୁରି ଗାଳି ଦେଉଥିଲେ, ସାୟଦ ଏଇ କମ୍ପାନୀ ଲୋକମାନଙ୍କୁ। କରଣକୁ ଲାଗିଲା ସାୟଦ ଏଇ ଜଙ୍ଗଲଟା ବହୁତ ପୁରୁଣା ହେଇଥିବ, ନହେଲେ ଏଠାରେ କୌଣସି ଆସପାସରେ ମନ୍ଦିର ଥାଇପାରେ ଯେଉଁଥିପାଇଁ ଲୋକମାନେ ଏସବୁ ନାଟକ କରୁଛନ୍ତି ବୋଲି। କିନ୍ତୁ ତଥାପି ସେମାନେ ଏତେ ସବୁ କରୁଥିଲେ ଏବଂ କରଣ ମଧ୍ୟ ବହୁତ ଫ୍ରଷ୍ଟ୍ରେଟେଡ୍ ମଧ୍ୟ ହେଇଯାଇଥିଲା। ସେ ବହୁତ ଥକି ଯାଇଥିଲା ଏବଂ କହିଲା ଯେ ଠିକ୍ ଅଛି, ତମେ ସମସ୍ତେ କାମ ଅଫ୍ କର, ଆଉ ମୁଁ ଏବେ ହୋଟେଲକୁ ଯାଉଛି। ସେ ହୋଟେଲକୁ ଗଲା। ହୋଟେଲରୁ ଯାଇକି ଯେହେତୁ ଥକି ଯାଇଥିଲା ସିଧା ଶୋଇପଡ଼ିଲା। ଯେମିତି ହିଁ ଶୋଇବାକୁ ଯାଇଛି ନା, ହଠାତ୍ ଗୋଟିଏ ଆବାଜ ଶୁଣିଲା, ଯେମିତି କେହି ଲାଠି ନେଇ ଆସୁଛି, ଯେମିତି କେହି ଚାରିପାଖରେ ଲାଠି ଧରି ଘୁରି ବୁଲୁଛି। ସେ ଉଠିଗଲେ ଆଉ ଚାରିପାଖରେ ଦେଖିଲେ ଏବେ ଆଉ ଲାଠିର ଆବାଜ ଆସିଲା ନାହିଁ। ସେ ପୁଣି ନିଜ ବିଛଣା ପାଖକୁ ଗଲେ ଆଉ ପୁଣି ଶୋଇଗଲେ। ସେ ଯେମିତି ଆଖି ବନ୍ଦ କଲେ, ହଠାତ୍ ଗୋଟିଏ ଶବ୍ଦ ଆସିଲା, ଇଥୁନ ନିକୁଞ୍ଜା, ମାନେ ଏଠାରୁ ଚାଲିଯା। ସେ ପୁଣି ଥରେ ଉଠିଲେ ଆଉ ଏଠି ସେଠି ଦେଖିଲେ। ତାଙ୍କୁ ଲାଗିଲା ସାୟଦ ଗାଁ ଲୋକମାନଙ୍କୁ ଦେଖି ଏଇସବୁ କଥା ତାଙ୍କ ମନରେ ଚାଲୁଛି ବୋଲି। ଗାଁ ଲୋକମାନେ କାନ୍ଦୁଥିଲେ, ସାୟଦ ସେମାନେ ମୋତେ ଏଇସବୁ କଥା କହୁଥିଲେ, ସେଇଥିପାଇଁ ଏଇ କଥାଟା ମୋ ଚାରିପାଖରେ ଘଟୁଛି ବୋଲି। ସାୟଦ ଏସବୁ ମୋର ଭ୍ରମ ବୋଲି। କିନ୍ତୁ ଯଦି ଏହା ସତ୍ୟ ହେଇଥାଏ, ତେବେ ସାରା ରାତି କରଣ ସେ କଥାକୁ ଭାବି ଭାବି ଶୋଇପାରିଲେ ନାହିଁ। ସାରା ରାତି ସେ ଏହି କଥା ଭାବୁଥିଲେ ଯେ ସେ କିଏ ଥିଲା ଯିଏ ଆସି ମୋତେ କହୁଥିଲା ଇଥୁନ ନିକୁଞ୍ଜା, ମରାଠୀ ଭାଷାରେ, ମାନେ ଏଠୁ ଚାଲିଯା ବୋଲି। ଏଭଳି ଭାବି ଭାବି ସକାଳ ସକାଳ ସେ ନିଜ ସାଇଟ୍ରେ ଯାଇକି ପହଞ୍ଚିଲେ। ସାଇଟ୍ରେ ପହଞ୍ଚିଲେ ଆଉ ସେଠାରେ ଯାଇ ଦେଖିଲେ ଯେ ଗାଁ ଲୋକମାନେ ତ ଥିଲେ, କିନ୍ତୁ ମାତ୍ର 5 ଜଣ ୱାର୍କର ଆସିଥିଲେ। ଗତକାଲି 20 ଜଣ ଥିଲେ, ଆଜି 5 ଜଣ କେମିତି ରହିଗଲେ? ସେ ସେମାନଙ୍କ ପାଖକୁ ଯାଇ କହିଲେ, ବାକି ଲୋକମାନେ କୁଆଡ଼େ ଗଲେ? ଏତେ ଲେଟ୍ ହେଇଗଲାଣି, ଏହା ବହୁତ ସିରିୟସ୍, ଦିସ୍ ଇଜ୍ ନଟ୍ ଆକ୍ସେପ୍ଟେବୁଲ୍। ସେମାନେ କହିଲେ, ସାର୍ ଏଠାରେ ଆକ୍ସେପ୍ଟେବୁଲ୍ କଥା କିଛି ନାହିଁ। ଏଠାରେ ଯେ 15 ଜଣ ଥିଲେ ସେମାନଙ୍କୁ ଆଜି ସକାଳୁ ସକାଳୁ ଆମେ ନେଇ ହସ୍ପିଟାଲରେ ଆଡ଼ମିଟ୍ କରିକି ଆସିଛୁ। କରଣ କହିଲେ, ସେମାନଙ୍କ ସହିତ କ'ଣ ହେଲା? ସେମାନେ କହିଲେ, ସାର୍ ଯେଉଁ ଲୋକମାନେ ଏଇ ଗଛକୁ କାଟିବାରେ ସାହାଯ୍ୟ କରିଥିଲେ ଆଉ ଯେଉଁ ଯେଉଁ ଲୋକ ଗଛକୁ କାଟିଥିଲେ, ସକାଳେ ଯେତେବେଳେ ଆମେ ସେମାନଙ୍କ ପାଖକୁ ଗଲୁ, ସେମାନେ ଦେଖିଲେ ସେମାନଙ୍କ ଶରୀରରେ ଅନେକ ଚିହ୍ନ ଥିଲା। ବହୁତ ନୋଚା ଯାଇଥିଲା ତାଙ୍କ ଚିହ୍ନକୁ, ସାୟଦ କାମୁଡ଼ିବା ଚିହ୍ନ ମଧ୍ୟ ଥିଲା। ଏମିତି ଲାଗୁଥିଲା ଯେ କେହି ତ ଜଣେ ତାଙ୍କ ଉପରେ ଆକ୍ରମଣ କରିଛି। କିନ୍ତୁ ଯେତେବେଳେ ଆମେ ସେମାନଙ୍କୁ ପଚାରିଲୁ କିଏ କରିଛି ବୋଲି, ସେମାନେ କହିଲେ ଯେ ଯିଏ କରିଛି ସେ ଆମକୁ ଦେଖାଯାଉନଥିଲା, ବାସ୍ ଏତିକି ଲାଗୁଥିଲା ଯେ କେହି ଆମକୁ ଲାଠିରେ ମାରୁଛି ବୋଲି। ଏଠାରେ କରଣକୁ ଲାଗିଲା ଏହା କୌଣସି ଭୂତପ୍ରେତ ହୋଇପାରେ ନାହିଁ। ଭୂତପ୍ରେତ ଥାଏ ହିଁ ନାହିଁ, ଏସବୁ ଯେମିତି ଏକ୍ଜିଷ୍ଟ କରେ ନାହିଁ। ତାପରେ ତାକୁ ବହୁତ ରାଗ ମାଡ଼ିଲା, ବହୁତ ଗୁସ୍ସା ଆସିଲା। ସେ ନିଜେ ଗୋଟିଏ କୁଲ୍ହାଡ଼ି ନେଲା ଆଉ ନିଜେ ଗଛ କାଟିବା ଆରମ୍ଭ କଲା। ଭୟଙ୍କର ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥାଏ। କରଣର ମୁଣ୍ଡରେ କ'ଣ ସବୁ ହେବାର ଥିଲା କେଜାଣି ଜଣାପଡ଼ୁନଥିଲା।
ସେ ପୂର୍ବରୁ ହିଁ ହାରିବା ପସନ୍ଦ କରୁନଥିଲା। ସେ କୌଣସି ଭାବରେ ନିଜ କମ୍ପାନୀ ଲୋକମାନଙ୍କୁ ଦେଖାଇବାକୁ ଚାହୁଁଥିଲା ଯେ ମୋ ସପୋର୍ଟରେ କେହି ନଥିଲେ ବି ମୁଁ ମୋ କାମ କରିକି ଦେଖେଇବି ବୋଲି। ମୁଁ ତଥାପି କାମ କରିବାକୁ ଚେଷ୍ଟା କରୁଛି ବୋଲି। ଏତେ ଭୟଙ୍କର ବର୍ଷା ମଧ୍ୟରେ ସେ ଜଙ୍ଗଲ ଭିତରୁ ଗୋଟିଏ ଆଲୋକ ଦେଖିଲେ। ଏମିତି ଲାଗୁଥିଲା ଯେ କେହି ଗୋଟିଏ ଲ୍ୟାମ୍ପ ନେଇ ଠିଆ ହେଇଛି ବୋଲି। କରଣକୁ ଲାଗିଲା ନିଶ୍ଚିତ ଭାବରେ ଏ ସେଇ ଲୋକ ଯିଏ ସମସ୍ତଙ୍କୁ ଡରାଉଛି ବୋଲି। ମୁଁ ଏହାର ରହସ୍ୟ ଜାଣିକରି ହିଁ ରହିବି। କରଣ କୁଲ୍ହାଡ଼ିକୁ ଛାଡ଼ିଦେଲା ଆଉ ସେ ଆଲୋକ ପଛରେ ଯିବାକୁ ଲାଗିଲା। ସେ ଦେଖିପାରୁଥିଲେ ଯେ କେହି ତ ଅଛି ଯିଏ ବାରମ୍ବାର ଲ୍ୟାମ୍ପଟାକୁ ନେଇ ଏଠି ସେଠି ଦୌଡ଼ିଛି ବୋଲି। ଯେତେବେଳେ କରଣ ଜଙ୍ଗଲର ଏକଦମ ଭିତରକୁ ପହଞ୍ଚିଗଲେ ସେତେବେଳେ ହଠାତ୍ ସେ ଆଲୋକଟା ଗାୟବ ହୋଇଗଲା। ଏବେ ତାଙ୍କ ଚାରିପାଖରେ କେବଳ ଅନ୍ଧାର ରେଖାथा। ନା ତାଙ୍କୁ ବାହାରକୁ ଯିବା ପାଇଁ ରାସ୍ତା ଜଣାଥିଲା, ନା ହିଁ ସେଇ ଲୋକଟି କରଣ ନିଜ ଫୋନ୍ଟାକୁ ବାହାର କଲେ, କିନ୍ତୁ ଭୟଙ୍କର ବର୍ଷା କାରଣରେ ତାଙ୍କ ଫୋନ୍ ମଧ୍ୟ ଖରାପ ହୋଇଯାଇଥିଲା, ଠିକ୍ ଭାବରେ କାମ କରୁନଥିଲା। ତାପରେ ତାଙ୍କ ପାଖରେ ଗୋଟିଏ ହିଁ ଅପସନ୍ ଥିଲା, ସେ ଜୋରରେ ଚିଲେଇବାକୁ ଲାଗିଲେ କେହି ତ ତାଙ୍କ ଡାକ ଶୁଣିପାରିବେ ବୋଲି। ସେ ଚିଲେଇବାକୁ ଲାଗିଲେ କି ମୋର ମଦତ କର, ମୋ ସାହାଯ୍ୟ କର, ମୁଁ ଏଠାରେ ଫସି ଯାଇଛି ଇତ୍ୟାଦି ଇତ୍ୟାଦି। ଶେଷରେ ଗୋଟିଏ ଶଖ୍ସ ପାଖରେ ତାଙ୍କ ଆବାଜ ପହଞ୍ଚିଗଲା, କିନ୍ତୁ ସେ ଲୋକଟି କୌଣସି ମଣିଷ ନଥିଲା। ସେ ବାସ୍ ଗୋଟିଏ ଗଛ ତଳେ ଠିଆ ହେଇ ଚିଲ୍ଲାଉଥିଲା। ହଠାତ୍ ତାଙ୍କୁ ପଛ ଦିଗରୁ ଗୋଟିଏ ଆବାଜ ଆସିଲା, ଯେମିତି ନିମ୍ନରେ ପଡ଼ିଥିବା ଶୁଖା ପତ୍ର ଉପରେ କେହି ପାଦ ଚକିଛି ବୋଲି। ଯେତେବେଳେ ସେ ପଛକୁ ଘୁରିଲେ ସେ ଦେଖିଲେ ଗୋଟିଏ ଲମ୍ବା ମଣିଷ ଠିଆ ହେଇଛି, ବୁଢ଼ା କିନ୍ତୁ ଲମ୍ବା। ତାଙ୍କ ହାତରେ ଗୋଟିଏ ଲାଠି ଥିଲା। ଯେତେବେଳେ ସେ ତାଙ୍କ ମୁହଁକୁ ଦେଖିଲେ ତାଙ୍କ ଓଠରୁ ଗୋଟିଏ ଶବ୍ଦ ବାହାରିଥିଲା କି ମିଥୁନ ନିକୁଞ୍ଜା। ସେତେବେଳେ କରଣକୁ ବୁଝିବାକୁ ମିଳିଲା କି ସେହି ଲାଠି ଯାହା ବିଷୟରେ ମୋ ମଜଦୁରମାନେ କଥା ହେଉଥିଲେ, ସେହି ଲାଠି ଯାହାର ଆବାଜ ଗତ ରାତିରେ ମୁଁ ଶୁଣିଥିଲି, ଏବଂ ସେହି ଶବ୍ଦ ଯାହା ମୁଁ ଗତ ରାତିରେ ମଧ୍ୟ ଶୁଣିଥିଲି। ସେତେବେଳକୁ ପୁରା ଭୟଭୀତ ହୋଇଯାଇଥିଲା, ସମ୍ପୂର୍ଣ୍ଣ ଭାବରେ ଡରି ଯାଇଥିଲା। ସେ ବୁଢ଼ା ମଣିଷ ତା ଆଡ଼କୁ ପାଦ ବଢ଼େଇ ଚାଲୁଥିଲା। ତାପରେ କରଣକୁ ଲାଗିଲା ଯେ ଏହା କିଛି କରିବା ପୂର୍ବରୁ ମୁଁ ଏଠାରୁ ପଳାଇଯାଏ। ସେ ଦୌଡ଼ି ଦୌଡ଼ି ସେଠାରୁ ବାହାରିଗଲେ। ଯେତେବେଳେ ସେ ଦୌଡ଼ୁଥିଲେ ତାଙ୍କ ମୁଣ୍ଡ ପଛରେ ସାରା ଜଙ୍ଗଲର ଯେମିତି ସେଇ ଲାଠିର ଆବାଜ ହିଁ ଆସୁଥିଲା, ଯେମିତି ଲାଠି ସେହି କେହି ମଣିଷ ନେଇ ଲାଠି ନେଇ ତା ପଛରେ ଦୌଡ଼ିକି ଆସୁଛି। ସେ ଉପରୁ ଡାଳ ଗୁଡ଼ିକୁ ତା ଦିଗକୁ ଦେଖୁଥିଲା, ସାୟଦ କେହି ଆସି ମୋତେ ବଞ୍ଚେଇବ ବୋଲି, କିନ୍ତୁ ସେଠାରେ ମଧ୍ୟ ସେ ନେଇ କୌଣସି ମଣିଷ ଦେଖାଯାଉନଥିଲେ। ହଠାତ୍ ତାଙ୍କ ପାଦ ଗୋଟିଏ ପଥର ଉପରେ ପଡ଼ିଲା ଆଉ ସେ ସିଧା ଶୁଖା ପତ୍ର ଉପରେ ଯାଇକି ପଡ଼ିଯାଇଥିଲେ। ସେ ପଛକୁ ଦେଖିଲେ କି ସେଇ ବୁଢ଼ା ମଣିଷ ନିଜ ଲାଠିକୁ ପଟକି ତାଙ୍କ ଦିଗ ଆଡ଼କୁ ଦୌଡ଼ି ଆସୁଥିଲା। ଯେତେବେଳେ କରଣର ଆଖି ଖୋଲିଲା ସେ ଜଙ୍ଗଲରେ ନଥିଲେ, ସେ ହସ୍ପିଟାଲରେ ଥିଲେ। ତାଙ୍କ ପାଖରେ ସେଇ ଲୋକଟି ଠିଆ ହେଇଥିଲେ ଯିଏ ସେଦିନ ସେଇ କପୁଲ ହେଇକି ସହିତ ସେଇ ଟ୍ରେସପାସିଂ କରିବାକୁ ଆସିଥିଲେ। ସେ ଲୋକଟି ପଚାରିଲା, ତମେ ଠିକ୍ ଅଛ ତ? କରଣ ନିଜ ଯନ୍ତ୍ରଣାକୁ ଅନୁଭବ କରୁଥିଲା ଆଉ ସେ ନିଜ ହାତ ଦିଗକୁ ଦେଖିଲେ ଯେମିତି ଅନେକ ଚିହ୍ନ ଥିଲା। କରଣ ପଚାରିଲା କି ଭିତରେ ଆସିଲେ କ'ଣ ଅଛି ଭିତରେ ଆକ୍ଚୁଆଲି? କ'ଣ ସେ ଖରାପ ଶକ୍ତି ଯିଏ ଆମକୁ ଶାନ୍ତିରେ ରହିବାକୁ ଦେଉନାହିଁ? ସେ ପିଲାଟି କହିଲା କି ଯାହା ଆପଣଙ୍କୁ ଖରାପ ଶକ୍ତି କହୁଛ ସେ ଅସଲରେ ଆମର ରକ୍ଷକ। ତା ନାଁ ହେଲା ରାଖନଦାର। ଯେତେବେଳେ ମଧ୍ୟ ଆମ ବିଲ ହଉ, ଜମି ହଉ କିମ୍ବା ଜଙ୍ଗଲ ଉପରେ କୌଣସି ବି ଖତରା ଆସେ, ରାଖନଦାର ଆମକୁ ବଞ୍ଚାନ୍ତି। ଏଠାରେ ମଧ୍ୟ ସେମାନେ ସେହି କାମ ହିଁ କରିଥିଲେ। ଏବଂ ସେଦିନ ମୁଁ ଜଙ୍ଗଲରେ ତାଙ୍କୁ ଫୁଲ ଚଢ଼ାଇବାକୁ ଯାଇଥିଲି ଆଉ ଖାଇବା ଦେବାକୁ ଯାଇଥିଲି। ରାଖନଦାର ଥିବା ଯାଏଁ ସାୟଦ କେହି କିଛି କରିପାରିବେ ନାହିଁ। ଆପଣ ମଧ୍ୟ ଫେରିଯାଆନ୍ତୁ, ସେଇଟା ହିଁ ଆପଣ ପାଇଁ ଭଲ ହେବ। ଏବେ କରଣକୁ ସବୁ କିଛି ବୁଝିବାକୁ ମିଳିଥିଲା। ହସ୍ପିଟାଲରୁ ବାହାରିବା ପରେ ସେ ସିଧା ସେଇ ଜଙ୍ଗଲକୁ ଗଲା ଆଉ ସେଠାରେ ଯାଇ ତାକୁ କ୍ଷମା ମାଗିଲା। ତାହାର ପରିବର୍ତ୍ତେ ଭିତରୁ କେବଳ ଲାଠିର ଆବାଜ ହିଁ ଆସିଥିଲା, ଯେମିତି କେହି ତାର କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିନେଇଛି। ଏବଂ ଗାଇସ୍, କଙ୍କଣ ଆଉ ରତ୍ନାଗିରି ଏରିଆରେ ରାଖନଦାରକୁ ବହୁତ ଲୋକ ମାନିଥାନ୍ତି। ଏମିତି କୁହାଯାଏ ଯେ ରାଖନଦାରଙ୍କ ସହିତ କେହି ମଧ୍ୟ ବଦସଲୁତି କରିପାରେ ନାହିଁ, କାରଣ ସେମାନେ ସେଠାରେ ଲୋକମାନଙ୍କର ଭଲ ପାଇଁ କରିଛନ୍ତି। ତାଙ୍କ ବିଲ, କ୍ଷେତି, ଜମି ଏବଂ ପ୍ରପର୍ଟିର ରକ୍ଷା ମଧ୍ୟ ସେ କରନ୍ତି। ଏମିତି ଜଙ୍ଗଲର ମଧ୍ୟ ରକ୍ଷା କରନ୍ତି। ଯଦି କେହି ସେଠାରେ ଟ୍ରେସପାସ୍ କରିବାକୁ ଚେଷ୍ଟା କରେ
କିମ୍ବା କିଛି କ୍ଷତି କରିବାକୁ ଚେଷ୍ଟା କରେ ତେବେ ରାଖନଦାର ତାକୁ ଦଣ୍ଡ ଦିଅନ୍ତି ଏବଂ ଯଦି କେହି ବତ୍ସରୁତି କରେ ତେବେ ତାର ଦଣ୍ଡ ମଧ୍ୟ ଅଧିକ ଭୟଙ୍କର ହେଇଥାଏ। ଏହା ସହିତ ଗାଇସ୍ ସେଠାରେ ରାଖନଦାର ମନ୍ଦିର ମଧ୍ୟ ଦେଖିବାକୁ ମିଳେ ଏବଂ ଗୋଟିଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ଯେଟାକି କେବେ ବି ରାଖନଦାରର ପାରାନର୍ମାଲ ଆକ୍ଟିଭିଟି ସହିତ ତାକୁ ମିଶାଇବେ ନାହିଁ। ଯଦି ଏହା ପାରାନର୍ମାଲ ଭଳି ଲାଗୁଥାଏ କିନ୍ତୁ ଏହା ଗୋଟିଏ ଭଲ ଏଣ୍ଟିଟି ମାନେ ଗୋଟେ ଭଲ ପାରାନର୍ମାଲ ଆପଣ କହିପାରନ୍ତି। ଯଦି ଆପଣଙ୍କ ଅଞ୍ଚଳରେ ସେହି ଅଞ୍ଚଳରେ ରହୁଛନ୍ତି ତେବେ ଆପଣ ତାକୁ ସମ୍ମାନ କରିବା ଉଚିତ ଏବଂ ଆପଣ ଯେଉଁଠି ରହୁଛନ୍ତି ନା କାହିଁକି ସେଠାରେ ମଧ୍ୟ ସମ୍ମାନ କରିବା ଉଚିତ କାରଣ ଏଟା ଗୋଟେ ଭଲ ଏଣ୍ଟିଟି କାରଣ ଯେହେତୁ ଗ୍ରିନେରୀକୁ ସେ ସେଫ୍ ରଖୁଛି। ଯଦି ଆପଣ ରତ୍ନଗିରି କିମ୍ବା କଙ୍କଣ ଅଞ୍ଚଳରେ ରୁହନ୍ତି ତେବେ ରାଖନଦାର ବିଷୟରେ ଭଲ ଭାବରେ ଜାଣିଥିବେ। ଏବଂ ଆଜିର ଏହି ଭିଡ଼ିଓଟି ଶେଷରେ ମୁଁ ଆପଣଙ୍କୁ ଏମିତି କେତିକ ହିଁ କହିବି ଆମ ଦେଶରେ ଏମିତି ଅନେକ ଏଣ୍ଟିଟି ଅନେକ ଦେବତା ଅଛନ୍ତି ଯାହା ବିଷୟରେ ଆମେ ଜାଣୁନାହୁଁ। ସାୟଦ ଏହି ଜଙ୍ଗଲରେ ଆଉ ବହୁତ ଏଣ୍ଟିଟି ଏବଂ ଦେବତା ରହୁଛନ୍ତି। ତେଣୁକରି ଆପଣଙ୍କ ପାଖରେ ଯଦି ଏମିତି କିଛି କାହାଣୀ ଅଛି ଆମକୁ ନିହାତି ଜଣାନ୍ତୁ। ଆମେ ଆପଣଙ୍କ ଭିଡ଼ିଓ ଦ୍ୱାରା ଆପଣଙ୍କ କାହାଣୀକୁ ଆମେ ଜଣାଇବୁ। ତ ସାଙ୍ଗମାନେ ଏହା ଥିଲା ଆଜିକାର କାହାଣୀ। କେମିତି ଲାଗିଲା ନିହାତି କହିବେ। ଆଉ କରଣ ସହିତ ଏମିତି କିଛି ଘଟିଥିଲା ଯାହା ଆପଣ ମଧ୍ୟ ଘଟିପାରେ। ତେଣୁକରି କିଛି କରନ୍ତୁ ନାହିଁ ଯେମିତି ଏଭଳି ଏଣ୍ଟିଟିକୁ ରେସ୍ପେକ୍ଟ ଦେବା ଶିଖନ୍ତୁ। ଧନ୍ୟବାଦ। ଦେଖା ହେବ ଆଉ ଗୋଟେ କାହାଣୀରେ। ବାଏ ବାଏ, ଟେକ୍ କେୟାର।